नमस्कार जय जगन्नाथ। आज डिसेम्बर मास 22 तारिख सोमवार। आजिर पाणीपाग अपडेट आसी जाइछि। चलंतु नजर पकाइबा। घन कुहुड़ी पई सतर्कता जारी। शीत जाड़े थरुची ओडिशा। पारद तलमुहा रहिथिबा बेले केतेक जिल्लारे घन कुहुड़ी देखिबाकू मिलिछि। विशेषकरी सकाळ समय प्रबल ठंडा सांगको कुहुड़ी यातायात बाधा सृष्टि करुछि। ଏହି ସମୟରେ ଘନ କୁହୁଡ଼ି ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏନେଇ ଲୋକଙ୍କୁ ସତର୍କ କଲା ବାଣିଜ୍ୟ ଓ ପରିବହନ ବିଭାଗ। ଦୁର୍ଘଟଣା ନିବାରଣ ପଦକ୍ଷେପ ନେବା ପାଇଁ ଆର୍ଟିଓକୁ ନିର୍ଦ୍ଦେଶ। ଘନ କୁହୁଡ଼ି ଆଶଙ୍କା ଥିବା 6 ଜିଲ୍ଲାରେ ବ୍ୟାପକ ହେବ ସଚେତନତା। ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡିରେ ବ୍ୟାପକ ହେବ ସଚେତନତା। କନ୍ଧମାଳ, କୋରାପୁଟ ଓ ସମ୍ବଲପୁରରେ ହେବ ସଚେତନତା। ଘନ କୁହୁଡ଼ିକୁ ନେଇ ଆଗାମୀ 2 ଦିନ ଅର୍ଥାତ୍ 23 ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟରେ 4 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, କନ୍ଧମାଳ। ଏହିସବୁ ସ୍ଥାନରେ କୁହୁଡ଼ିର ଦୃଶ୍ୟମାନ ଦୂରତା 50 ମିଟରରୁ 200 ମିଟର ମଧ୍ୟରେ ରହିପାରେ। ପରବର୍ତ୍ତୀ 5 ଦିନ ଅର୍ଥାତ୍ 23 ତାରିଖ ସକାଳ ଠାରୁ ଆସନ୍ତା 28 ତାରିଖ ସକାଳ ପର୍ଯ୍ୟନ୍ତ କୌଣସି ଚେତାବନୀ ନାହିଁ। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରବର୍ତ୍ତୀ 5 ଦିନ ଅର୍ଥାତ୍ 23 ତାରିଖ ସକାଳ ଠାରୁ ଆସନ୍ତା 28 ତାରିଖ ସକାଳ ପର୍ଯ୍ୟନ୍ତ କୌଣସି ଚେତାବନୀ ନାହିଁ। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗତକାଲି ରବିବାର ଜାରି ହୋଇଥିବା ଟ୍ୱିଟ୍ରୁ ଏହି ସୂଚନା ମିଳିଛି।